ହେଇଛ ନା ନାଇଁ? ଆମେ ହେଇଛୁ। ହେଇଛ? କେତେ ଥର ହବ ବାୟା? କୋଉ ଗାଁରେ ବାହା ହେଇଥିଲ? ଏ ଓଡିଶାରେ ହେଇଥିଲି। ଏଇଠି ଏଇଠି? ଆଉ କଣ ଗୋଟେ ହେଇଥିଲି? ଆଉ ସେ ଭେଣେଇ କଣ କରୁଛନ୍ତି? ଭାଇନା ଭାଇନା କଣ କରୁଛନ୍ତି? ମୁଁ ବାସନ ମାରୁଛି କହିଦବ। ଆଉ କଣ କରୁଛ? ବାସନ ତା ଭିତରେ ଗୋଟେ ଇଏ କରି ପକଉଛି, ତା ଦେହରେ ଏମିତି କରି ପକଉଛି, ଯୋଉଟା କରିପାରିବ। ଆଉ କଣ କରୁଛ? ଆରେ ବାସନ ମାରୁଛି ପରା କହିଲି, ଆଉ କଣ କହିବି? ତାହେଲେ ଆଉ ଗୋଟେ ଦୌଡ଼ ଦେବି ନା କଥା କହୁଛ? ନମସ୍କାର। ଆଉ ତମ ନାଁ କଣ ବାପା? ଗୋଲକ ଦାସ। ଆଉ ତମ ପରିବାର ସଂଖ୍ୟା କେତେ? 7 ଜଣ। ଆଉ କେତେ ପୁଅ କେତେ ଝିଅ? ପୁଅ 2ଟା, ଝିଅ 3ଟା। ଆଉ କଣ କରୁଛ? ମୂଲ ଲାଗୁଛି ଆଉ। ଝିଅ ମାନେ ବାହା ହେଲେଣି? ବାହା ହେଇନାହାନ୍ତି, ଯୋଡ଼େ ଝିଅ ଅଛନ୍ତି ବିବାହ ପାଇଁ। ଆଉ ବଡ ଝିଅ ବାହା ହେଲାଣି? ବାହା ହେଇନାହାନ୍ତି। ବଡ ଝିଅ ବାହା ହେଇନି? ଜଣେ ଝିଅ ବାହା ହେଇଛି। ସେ ଭଲ ଅଛନ୍ତି? ଭଲ ନାହିଁ, ଝିଅର ମୁଣ୍ଡ ବେମାର ତାର। ମୁଣ୍ଡ ଦୋଷ ଅଛି। ତାର ପାଗଳ ହବା କାରଣ କଣ କି? ସିଏ ଯେତେବେଳେ ପ୍ରଥମେ ତା ବିବାହର କରିଦେଲେ ଝିଅକୁ, ସିଏ ସେଠି 8 ବର୍ଷ ଖଣ୍ଡେ ରହି ତାଙ୍କ ଶାଶୁ ଘର କରିବେ ବୋଲି ଗୋଟେ ଲୋନ୍ ନେଇକି ଆଇଲେ। ଲୋନ୍ ଯେତେବେଳେ ନେଇକି ଆଇଲେ ସବୁ ଯାକ ଟଙ୍କା ତା ହାତରେ ଦେଇଦେଲେ। ସିଏ ନେଇକି ଆଇଲା ନା, ଇଏ ନେଇକି ଆସିକି ଯେତେବେଳେ ଆଙ୍କ ଘରେ ଦେଇଦେଲେ, ସିଏ ଭାବିଲା ମୁଁ ଏତେ ଟଙ୍କା ଆଣିଛି ସୁଝିବି କେମିତି? ସେଇଠୁ ତାର ବାଇଆଣିଟା ଷ୍ଟାର୍ଟ। ସେଠୁ ତା ମା ଘର ବାପ ଘର ନେଇ ଆଇଲେ ଏଠିକି, ତା ଶାଶୁ ଆଣିକି ଛାଡ଼ିଦେବା ଭିତରେ ଇଏ ତ ଗରିବ ଲୋକ, ଦିନେ ଖାଇଲେ ଦିନେ ନାହିଁ, ମୂଲ ମଜୁରୀ ଲାଗିବା ଲୋକ। କେବେ ଆକୁ ଟିକେ ସାହାଯ୍ୟ ମାଗେ, ତାକୁ ଟିକେ ସାହାଯ୍ୟ ମାଗେ, ଚର୍ଚ୍ଚକୁ ଯାଇକି ଟିକେ ସାହାଯ୍ୟ ମାଗେ, ଏମିତି କରିକି କଟକ ମେଡିକାଲରେ ନେଇକି ତାକୁ କେତେ ଦିନ ରଖି ଏଠେଇ ପକେଇ ସେଠେଇ ପକେଇ ତାକୁ ରଖିଲା। ସେଠୁ ଭଲ ହେଇଗଲା। ଯେତେବେଳେ ଭଲ ହେଇଗଲା, ପୁଣି ଥରେ ସେ ଜୁଆଇଁ ପୁଅ ତାକୁ ନେଇକି ପୁଣି ତା ଗାଁକୁ ପଳେଇଲା। ଯେତେବେଳେ ମା ପଳେଇଲା, ସେତେବେଳେ ତ ପୁଣି ଏମିତି ବରଷେ ଅତି ବଳା ବଳି 4 ମାସ ରହିଥିବ। 4 ମାସ ଭିତରେ ପୁଣି ଆରମ୍ଭ ହେଇଗଲା ସେଇ ପାଗଟା। ଆଣିକି ଛାଡ଼ି ଦେଇଛି ଯେ ହେଇଛି 5 ବର୍ଷ ହେଲାଣି ତାକୁ। ଆଉ ଗୋଟେ ବାହା ହେଇକି ରହିଲାଣି ପଛକେ ଆକୁ ଦେଖିବାକୁ ଆସୁନି, ପଚାରୁନି। ତାଙ୍କେ ଜବରଦସ୍ତି ତାକୁ ଭିଡ଼ିକି ଜଗିକି ରଖିଥିଲେ 15 ଦିନ। ସିଏ ସେଇ ବଜାର ହାଟ ବଜାରରେ ଦୋକାନରେ ଶୋଇବ, ସେ ବାଡ଼ିପଡ଼ା ଦୋକାନରେ ଶୋଇବ, ଦୋକାନରେ ରହିବ। ଆଙ୍କ ଘରକୁ କି ସେ ଝିଅକୁ 5 ଟଙ୍କା ଦେବ, ଯାହା କମିବ ସେଟା ମଦ ଖାଇକି ଆରାମରେ ଶୋଇବ।